ତ ପିଲାମାନେ ଆଜିର କ୍ଲାସରେ ଆମେ ଆଲୋଚନା କରିବା ପବିତ୍ର ରଥଯାତ୍ରା ବିଷୟରେ 50ରୁ ଉର୍ଦ୍ଧ୍ୱ ଗୁରୁତ୍ୱପୂର୍ଣ୍ଣ ଜିକେ କ୍ୱେଶ୍ଚନ୍ସ, ଯାହାକି ପ୍ରତ୍ୟେକଟି ଓଡ଼ିଆ ପୁଅ ଜାଣିଥିବା କଥା। କାହିଁକି ନା ରଥଯାତ୍ରା ହେଉଛି ଆମ ଓଡ଼ିଶାର ସଂସ୍କୃତିର ଗୋଟେ ଅଂଶ। ତେଣୁକରି ରଥଯାତ୍ରା ବିଷୟରେ ଆମେ ସମସ୍ତେ ନିହାତି ଭାବରେ ଜାଣିଥିବା କଥା। ତ ମୁଁ ଅନୁରୋଧ କରିବି ଯେ ଏହି ଭିଡ଼ିଓକୁ ଆପଣ ଅଧିକରୁ ଅଧିକ ସେୟାର କରନ୍ତୁ ଏବଂ ଭିଡ଼ିଓଟି ଭଲ ଲାଗିଲେ ନିଶ୍ଚିତ ଭାବରେ ଗୋଟେ ଲାଇକ୍ କରନ୍ତୁ ଓ ଏଯାଏଁ ଯଦି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରନ୍ତୁ। ଏବଂ ପିଲାମାନେ ଯିଏ ଯେଉଁ ପ୍ରଶ୍ନର ଉତ୍ତର ଜାଣିଥିବେ ନିଶ୍ଚିତ ଭାବରେ କମେଣ୍ଟରେ ପ୍ରଶ୍ନ ନମ୍ବର ଏବଂ ଉତ୍ତରର ଅପସନ୍ ଦେଇକି କମେଣ୍ଟ କରନ୍ତୁ ଓ ମୁଁ ଯଦି କିଛି ଭୁଲ କରିଦେବି ତାହେଲେ ମଧ୍ୟ ଆପଣ କମେଣ୍ଟରେ ନିଶ୍ଚିତ ଭାବରେ ଜଣାନ୍ତୁ। ଚାଲନ୍ତୁ ଡେରି ନକରି ଭିଡ଼ିଓଟିକୁ ଆରମ୍ଭ କରିବା। ତ ଦେଖନ୍ତୁ ଆମର ପ୍ରଥମ ପ୍ରଶ୍ନ ରହିଛି, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥର ନାମ କ'ଣ? ଅପସନ୍ ଅଛି ନନ୍ଦିଘୋଷ, ଗରୁଡ଼ଧ୍ୱଜ, କପିଳଧ୍ୱଜ ନା ଉପରୋକ୍ତ ସମସ୍ତ। ଏବଂ ଆପଣଙ୍କ ସଠିକ ଉତ୍ତର ହେଉଛି ଉପରୋକ୍ତ ସମସ୍ତ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥର ନାମ ହେଉଛି ନନ୍ଦିଘୋଷ, କିନ୍ତୁ ତାକୁ ଗରୁଡ଼ଧ୍ୱଜ ବା କପିଳଧ୍ୱଜ ମଧ୍ୟ କୁହାଯାଏ। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, ସୁଭଦ୍ରାଙ୍କ ରଥର ନାମ କ'ଣ? ଅପସନ୍ ଅଛି ଦେବଦଳନ, ଦର୍ପଦଳନ, ପଦ୍ମଧ୍ୱଜ ଏବଂ ଉପରୋକ୍ତ ସମସ୍ତ। ତ ଆପଣଙ୍କ ସଠିକ ଉତ୍ତର ହେଇଯିବ ଉପରୋକ୍ତ ସମସ୍ତ। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, ବଳଭଦ୍ରଙ୍କ ରଥର ନାମ କ'ଣ? ଅପସନ୍ ଅଛି ନନ୍ଦିଘୋଷ, ତାଳଧ୍ୱଜ, ଦେବଦଳନ ନା କୌଣସିଟି ନୁହେଁ। ଏବଂ ଆପଣଙ୍କର ସଠିକ ଉତ୍ତର ହେଉଛି ତାଳଧ୍ୱଜ। ବଳଭଦ୍ରଙ୍କ ରଥର ନାମ ହେଉଛି ତାଳଧ୍ୱଜ। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, ନନ୍ଦିଘୋଷ ରଥର ସାରଥୀଙ୍କ ନାମ କ'ଣ? ଅପସନ୍ ଅଛି ଅର୍ଜୁନ, କେଶବ, ଦାରୁକ ଏବଂ ମାତଳି। ଏବଂ ଆପଣଙ୍କ ସଠିକ ଉତ୍ତର ହେଉଛି ଅପସନ୍ ନମ୍ବର ସି, ଦାରୁକ। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, ସୁଭଦ୍ରାଙ୍କ ରଥର ସାରଥୀଙ୍କ ନାମ କ'ଣ? ଅପସନ୍ ଅଛି ଦାରୁକ, ଅର୍ଜୁନ, କେଶବ ନା ମକରଧ୍ୱଜ। ଏବଂ ଆପଣଙ୍କର ସଠିକ ଉତ୍ତର ହେଉଛି ଅପସନ୍ ନମ୍ବର ବି, ଅର୍ଜୁନ। ତାଳଧ୍ୱଜ ରଥର ସାରଥୀଙ୍କ ନାମ କ'ଣ? ଅପସନ୍ ଅଛି ମାତଳି, ଚଣ୍ଡକା, ଅର୍ଜୁନ ନା ଧର୍ମଞ୍ଜୟ। ଏବଂ ଆପଣଙ୍କର ସଠିକ ଉତ୍ତର ହେଉଛି ଅପସନ୍ ଏ, ମାତଳି। ପିଲାମାନେ ଏଇଟା ମାତାଳି ନୁହଁ, ମାତଳି। ଓକେ, ତ ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନ, ନନ୍ଦିଘୋଷ ରଥର ଉଚ୍ଚତା କେତେ? ଅପସନ୍ ଅଛି 44 ଫୁଟ 6 ଇଞ୍ଚ, 45 ଫୁଟ, 45 ଫୁଟ 6 ଇଞ୍ଚ ନା କୌଣସିଟି ନୁହେଁ। ଏବଂ ଆପଣଙ୍କର ସଠିକ ଉତ୍ତର ହେଉଛି ଅପସନ୍ ନମ୍ବର ସି, 45 ଫୁଟ 6 ଇଞ୍ଚ। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, ଦେବଦଳନ ରଥର ଉଚ୍ଚତା କେତେ? ନା ଏଇଟା କାହାଙ୍କର ରଥ? ନା ସୁଭଦ୍ରାଙ୍କ ରଥ। ସୁଭଦ୍ରାଙ୍କ ରଥର ଉଚ୍ଚତା କେତେ? ନା ଅପସନ୍ ଅଛି 44 ଫୁଟ 6 ଇଞ୍ଚ, 45 ଫୁଟ, 45 ଫୁଟ 6 ଇଞ୍ଚ ନା କୌଣସିଟି ନୁହେଁ। ଏବଂ ଆପଣଙ୍କର ସଠିକ ଉତ୍ତର ହେଉଛି ଅପସନ୍ ନମ୍ବର ଏ, 44 ଫୁଟ 6 ଇଞ୍ଚ। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, ତାଳଧ୍ୱଜ ରଥର ଉଚ୍ଚତା କେତେ ବା ବଳଭଦ୍ର ପ୍ରଭୁଙ୍କ ରଥର ଉଚ୍ଚତା କେତେ? ନା ଅପସନ୍ ଅଛି 44.6 ଇଞ୍ଚ, 44 ଫୁଟ 6 ଇଞ୍ଚ, 45 ଫୁଟ, 45 ଫୁଟ 6 ଇଞ୍ଚ ନା କୌଣସିଟି ନୁହେଁ। ଏବଂ ଆପଣଙ୍କର ସଠିକ ଉତ୍ତର ହେଉଛି ଅପସନ୍ ନମ୍ବର ବି, 45 ଫୁଟ। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, ନନ୍ଦିଘୋଷ ରଥର କେତୋଟି ଚକ ଲାଗିଥାଏ ବା ନନ୍ଦିଘୋଷ ରଥରେ କେତୋଟି ଚକ ଲାଗିଥାଏ? ଅପସନ୍ ଅଛି 14ଟି, 16ଟି, 18ଟି ନା 20ଟି। ଏବଂ ଆପଣଙ୍କର ସଠିକ ଉତ୍ତର ହେଉଛି ଅପସନ୍ ନମ୍ବର ବି, 16ଟି। ଦେଖନ୍ତୁ 16 ଗୋଟି ଚକ୍ର ନାମ କ'ଣ ରହିଛି? ନା ବିଷ୍ଣୁ ସିଦ୍ଧ, ବିଭୂତି, ଅଣିମା, ପ୍ରଜ୍ଞା, ଧି, ଜ୍ଞାନ, ପ୍ରେମ, ଆସକ୍ତ, ରତି, କେଳି, ସତ୍ୟ, ସୁସ୍ୱସ୍ତି, ଜାଗୃତି, ତୁରୀୟ, ଆମ ଓ ନିର୍ବାଣ। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, ଦର୍ପଦଳନ ରଥରେ କେତୋଟି ଚକ ଲାଗିଥାଏ? ଅପସନ୍ ଅଛି 12ଟି, 14ଟି, 16ଟି ନା 18ଟି। ଏବଂ ଆପଣଙ୍କର ସଠିକ ଉତ୍ତର ହେଉଛି ଅପସନ୍ ନମ୍ବର ଏ, 12ଟି। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, ତାଳଧ୍ୱଜ ରଥରେ କେତୋଟି ଚକ ଲାଗିଥାଏ? ଅପସନ୍ ଅଛି 10ଟି, 12ଟି, 14ଟି ନା 16ଟି। ଏବଂ ଆପଣଙ୍କର ସଠିକ ଉତ୍ତର ହେଉଛି ଅପସନ୍ ନମ୍ବର ସି, 14ଟି। ଜଗନ୍ନାଥଙ୍କ ରଥରେ ବା ନନ୍ଦିଘୋଷ ରଥରେ 16ଟି ଏବଂ ତାଳଧ୍ୱଜ ରଥରେ 14ଟି ଓ ଆପଣଙ୍କର ସୁଭଦ୍ରାଙ୍କ ରଥରେ କେତୋଟି ଲାଗିଥାଏ? ନା ଦେଖନ୍ତୁ ଏଠି 12ଟି ଲାଗିଥାଏ। ହେଲା, ତାପରେ ଦେଖନ୍ତୁ ନନ୍ଦିଘୋଷ ରଥର ଚକର ଉଚ୍ଚତା କେତେ? ଅପସନ୍ ଏ 5 ଫୁଟ, ଅପସନ୍ ବି 5 ଫୁଟ 6 ଇଞ୍ଚ, ଅପସନ୍ ସି 6 ଫୁଟ ଏବଂ ଅପସନ୍ ଡି 6 ଫୁଟ 6 ଇଞ୍ଚ। ଏବଂ ଆପଣଙ୍କର ସଠିକ ଉତ୍ତର ହେଉଛି ଅପସନ୍ ନମ୍ବର ସି, 6 ଫୁଟ। ତାପରେ ଦେଖନ୍ତୁ ତାଳଧ୍ୱଜ ରଥର ଚକର ଉଚ୍ଚତା କେତେ?
অপশন এ 5 ফুট, অপশন বি 5 ফুট 6 ইঞ্চ, অপশন সি 6 ফুট, অপশন ডি 6 ফুট 6 ইঞ্চ এবং ଆପଣଙ୍କର ସଠିକ୍ ଉତ୍ତର ହେଉଛି ଅପସନ୍ ନମ୍ବର ଡି 6 ଫୁଟ 6 ଇଞ୍ଚ। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, ଦର୍ପଦଳନ ରଥର ଚକର ଉଚ୍ଚତା କେତେ? ଅପସନ୍ ଏ 5 ଫୁଟ 6 ଇଞ୍ଚ, ଅପସନ୍ ବି 6 ଫୁଟ, ଅପସନ୍ ସି 6 ଫୁଟ 6 ଇଞ୍ଚ, ଅପସନ୍ ଡି 7 ଫୁଟ ଏବଂ ଆପଣଙ୍କର ସଠିକ୍ ଉତ୍ତର ହେଉଛି ଅପସନ୍ ନମ୍ବର ବି 6 ଫୁଟ। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, ନନ୍ଦିଘୋଷ ରଥର ରଙ୍ଗ କ'ଣ? ନନ୍ଦିଘୋଷ ରଥର ରଙ୍ଗ କ'ଣ? ଅପସନ୍ ଏ ନାଲି ଓ ହଳଦିଆ, ଅପସନ୍ ବି ନାଲି ଓ ଧଳା, ଅପସନ୍ ବି ନୀଳ ଓ କମଳା, ଅପସନ୍ ଡି କଳା ଓ ନାଲି ଏବଂ ଆପଣଙ୍କର ସଠିକ୍ ଉତ୍ତର ହେଉଛି ଅପସନ୍ ନମ୍ବର ଏ ନାଲି ଓ ହଳଦିଆ। ନନ୍ଦିଘୋଷ ରଥର ରଙ୍ଗ ବା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥର ରଙ୍ଗ ହେଉଛି ନାଲି ଓ ହଳଦିଆ। ତାପରେ ଦେଖନ୍ତୁ ତାଳଧ୍ୱଜ ରଥର ରଙ୍ଗ କ'ଣ? ଅପସନ୍ ଏ ଧଳା ଓ ଲାଲ, ଅପସନ୍ ବି ନାଲି ଓ ହଳଦିଆ, ଅପସନ୍ ସି ନାଲି ଓ ଧଳା ଏବଂ ଅପସନ୍ ଡି ନାଲି ଓ ନେଲି ଏବଂ ଆପଣଙ୍କର ସଠିକ୍ ଉତ୍ତର ହେଉଛି ଅପସନ୍ ନମ୍ବର ଡି ନାଲି ଓ ନେଲି। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, ଦେବଦଳନ ରଥର ରଙ୍ଗ କ'ଣ? ଅପସନ୍ ଏ ଧଳା ଓ ଲାଲ, ଅପସନ୍ ବି ନାଲି ଓ ହଳଦିଆ, ଅପସନ୍ ସି ନାଲି ଓ କଳା, ଅପସନ୍ ଡି ନାଲି ଓ ନେଳି ଏବଂ ଆପଣଙ୍କ ସଠିକ୍ ଉତ୍ତର ହେଉଛି ଅପସନ୍ ନମ୍ବର ସି ନାଲି ଓ କଳା। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, ନନ୍ଦିଘୋଷ ରଥର ଦଉଡ଼ିର ନାମ କ'ଣ? ବା ରଥରେ ଯେଉଁ ଦଉଡ଼ିଟା ଲାଗିଥାଏ, ଯେଉଁ ଦଉଡ଼ିକୁ ଟଣା ହୁଏ, ସେହି ଦଉଡ଼ିର ନାମ କ'ଣ? ଅପସନ୍ ଏ ଶଙ୍ଖଚୂଡ଼, ଅପସନ୍ ବି ଦେବଦତ୍ତ, ଅପସନ୍ ସି ରଥ ଦଉଡ଼ି, ଅପସନ୍ ଡି କୌଣସିଟି ନୁହେଁ ଏବଂ ଆପଣଙ୍କର ସଠିକ୍ ଉତ୍ତର ହେଉଛି ଅପସନ୍ ନମ୍ବର ଏ ଶଙ୍ଖଚୂଡ଼ ବା ପ୍ରଭୁ ଜଗନ୍ନାଥଙ୍କ ରଥରେ ଯେଉଁ ଦଉଡ଼ି ଲାଗିଥାଏ ସେହି ଦଉଡ଼ିକୁ ଶଙ୍ଖଚୂଡ଼ କୁହାଯାଏ। ତାପରେ ଦେଖନ୍ତୁ ପରବର୍ତ୍ତୀ ପ୍ରଶ୍ନ, ତାଳଧ୍ୱଜ ରଥର ଦଉଡ଼ିର ନାମ କ'ଣ? ଅପସନ୍ ନମ୍ବର ଏ ମହାବଳ, ଅପସନ୍ ନମ୍ବର ବି ବାସୁକି, ଅପସନ୍ ନମ୍ବର ସି ଶଙ୍ଖଚୂଡ଼, ଅପସନ୍ ନମ୍ବର ଡି ଦେବଦତ୍ତ ଏବଂ ଆପଣଙ୍କ ସଠିକ୍ ଉତ୍ତର ହେଉଛି ଅପସନ୍ ନମ୍ବର ବି ବାସୁକି। ତାପରେ